ଥଣ୍ଡା ଥଣ୍ଡା ବର୍ଷା ପାଗକୁ ଗରମ ଗରମ ଦେଶୀ ଚିକେନ ଝୋଳ, ସେଟା ପୁଣି ହଷ୍ଟେଲ ଷ୍ଟାଇଲରେ। ହଷ୍ଟେଲ ଷ୍ଟାଇଲ କାହିଁ କହିଲି ସେଟା ଆଗକୁ ଆପଣ ଜାଣିପାରିବେ। ଏଠି ମୁଁ 800 ଗ୍ରାମ ଚିକେନ ନେଇଯାଇଛି, ଦେଶୀ ଚିକେନ। ଆପଣ କୌଣସି ବି ଚିକେନ ନେଇପାରନ୍ତି। ସେଥିରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଚିକେନ ମସଲା ଆଉ ସୋରିଷ ତେଲ ଆଉ ଫାଳେ ଲେମ୍ବୁ ଏଟା ଚିପୁଡ଼ି ଦେଲି। ତାକୁ ଭଲସେ ଗୋଳେଇ ଗୋଳି କରିଦେଲି। ଉପର ତଳ ଏପଟ ସେପଟ ସବୁ ଭଲସେ ଗୋଳେଇ ଦେଲି, ଯେମିତି ପୁରା ମସଲାଟା ଚିକେନରେ ପୁରା ଭେଦିଯିବ ଭଲସେ। ମସଲାଟା ଭଲସେ ଭେଦି ଗଲେ ସେଟା ଚିକେନର ଟେଷ୍ଟଟା ତରକାରୀରେ ବହୁତ ବଢିଆ ଆସେ। ଏବେ ଭଲସେ ଗୋଳେଇ ଦେଲି। ତାକୁ ଏବେ ଆମେ 30 ମିନିଟ୍ ପାଇଁ ରେଷ୍ଟ ଦେଇଦବା। ଆଉ 30 ମିନିଟ୍ ରେଷ୍ଟ ଦେଇକି ତାପରେ ମୁଁ ଏପଟେ ପିଆଜ କାଟିବାରେ ଲାଗିପଡିଲି। 6ଟା ପିଆଜ ନେଇଛି ମୁଁ ଏଠି, ତାକୁ ପୁରା ପତଲା ପତଲା ସରୁ ସରୁ କରି କାଟି। ପିଆଜଟା ସରୁ ସରୁ କାଟିଲେ ତରକାରୀରେ ଭଲ ଲାଗେ ଖାଇବାକୁ, ଆଉ ଜଲ୍ଦି ବି ହେଇଯିବ। ପୁରା କମ ଟାଇମରେ ସେଟା ହେଇଯାଏ, ସିଝିଯାଏ। ଏଠି ମୁଁ ପିଆଜକୁ ଭଲସେ ପତଳା ପତଳା କରି କାଟିକି ନେଇଯାଇଛି, ଯୋଉଟା କି ଆମକୁ ଇଜି ହବ ବନେଇବା ପାଇଁ। ଆଳୁ ମୁଁ ପକଉଛି ଏଠି। ଆଳୁଟା ଅପସନାଲ, କିନ୍ତୁ ନନଭେଜରେ ବେସିକାଲି ଆଳୁ ପକେଇଲେ ତାର ବହୁତ ଟେଷ୍ଟ ଲାଗେ। ସେ ଆଳୁଟା ତରକାରୀରେ ଝୋଳରେ ପୁରା ଭେଦିକି ରହିଯାଏ। ମୁଁ ଏଠି ଫାଳ ଫାଳ କରି ଆଳୁ ନେଇଛି, ସେଟାକୁ ଟିକେ ଭାଜି ଦେଲି। ସିଝିନି ଭଲ ସେଇଟା ଖାଲି ମୁଁ ଏମିତି ତାକୁ ନାଲ ଲାଲ କରିକି ଭାଜି ଦେଇଛି। ସେଟା ଏବେ ଭାଜି ହେଇଗଲା ପରେ କାଢିଦେଲି। କାଢି ସାରିଲା ପରେ ସେଇ କରେଇରେ ଆମେ ପିଆଜଟା ଭାଜିଦବା। ପିଆଜ ଭାଜିବା ପାଇଁ ତରକାରୀ ପାଇଁ ଏକାଥରେ ମୁଁ ତେଲ ଦେଇଦେଲି। ସୋରିଷ ତେଲ ନେଇଛି। ସୋରିଷ ତେଲରେ ଗୋଟା ମସଲା ଆଉ ତେଜପତ୍ର ନେଇଯାଇଛି, ସେଥିରେ ପିଆଜଟା ପକେଇକି ଭଲସେ ଭାଜିଦବା। ଏପଟେ ପିଆଜ ଭାଜି ହେଲା ଭିତରେ ଆମେ ଅଲଗା ମସଲା ବି ରେଡି କରିଦବା। କମ ଟାଇମରେ ହେଇଯିବ ବି ଆମର। ଏପଟେ ମୁଁ ଅଦା ନେଇଯାଇଛି, ରସୁଣ ନେଇଯାଇଛି। ତାକୁ ମୁଁ ଛେଚିକି ନେବି, ବାଟିବିନି। ସେଇଥିପାଇଁ ମୁଁ କହିଲି ଆମ ହଷ୍ଟେଲ ଷ୍ଟାଇଲରେ କରୁଛି। ଆମ ହଷ୍ଟେଲରେ ଥିଲାବେଳେ ଆମ ପାଖରେ ଗ୍ରାଇଣ୍ଡର ନଥିଲା, ତ ଆମେ ଏମିତି ସମସ୍ତେ ମିଶିକି ଚିକେନ କଲା ବେଳେ ଏମିତି ଜଣେ ଛେଚୁଥିବ, ଆଉ ଜଣେ କାଟୁଥିବ, ଆଉ ଜଣେ ବନଉଥିବ। ଏମିତି ସବୁ ମିଶି ମାସିକି କରିଦଉ। ଆଉ ସତ କହିବାକୁ ଗଲେ ଛେଚା ମସଲାର ଗୋଟେ ଅଲଗା ଟେଷ୍ଟ। ମସଲା ବାଟିକି ନେଲେ କମ ଟାଇମ ରେ ହବ ସତ, କିନ୍ତୁ ଛେଚିକି ନେଲେ ତାର ଗୋଟେ ଅଲଗା ଟେଷ୍ଟ। ବଢିଆ ଲାଗିବ ସେଇଟା ବେଶୀ। ଏଠି ଆମ ପିଆଜ ହେଇଗଲା, ବେଶୀ ଭାଜିବାନି। ସେଟା ଟିକେ ଗୋଲ୍ଡେନ ବ୍ରାଉନ ହେଲା ଯାଏ ତାକୁ ଭାଜିବା। କାରଣ ଅଦା ରସୁଣ ଯେହେତୁ ଆମେ ଛେଚିକି ନେଇଛେ, ତାକୁ ଆମେ ପିଆଜ ସାଙ୍ଗରେ ଟିକେ ଭାଜିଦବା। ଏଠି ପିଆଜ ସାଙ୍ଗରେ ସେଟା ଟିକେ ଭାଜି ହେଇଗଲା ପରେ ବାକି ଯେତିକି 10% ପିଆଜ ଭାଜି ହବାକୁ ଅଛି, ସେଇଟା ବି ତା ସାଙ୍ଗରେ ଭଲସେ ହେଇଯିବ। ମୁଁ ଏପଟେ ଗରମ ପାଣି ଟିକେ କରିକି ରଖିଛି, ଯଦି ଆମର ଟିକେ ଲାଗିଗଲା ତଳେ ତ ଟିକେ ଟିକେ ଗରମ ପାଣି ଦେଇ ଦଉଛି। କାରଣ ଗରମ ପାଣି ଦେଲେ ତାର ଟେଷ୍ଟ ଟା ସେମିତି ରହେ ତରକାରୀର। ଦରକାର ହେଲେ ଟିକେ ଗରମ ପାଣି ଦେଇ ଦଉଛି। ତାପରେ ଆମର ନର୍ମାଲ ମସଲା ସବୁ ଗୁଣ୍ଡ ମସଲା ପକେଇଦବା। ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଚିକେନ ମସଲା, ଜିରା ପାଉଡର ସବୁ ପକେଇକି ଟିକେ ତାକୁ ଭାଜି ଦଉଛି। ସେ ମସଲା ଟିକେ କଷିଦେଲି। ଆଉ ମଝିରେ ମଝିରେ ପାଣି ଦରକାର ହେଲାରୁ ବି ଟିକେ ଟିକେ ପାଣି ଦେଇକି ସେଇଟାକୁ କଷି ଦଉଛି ମସଲା ଟା। କାରଣ ଗୁଣ୍ଡ ମସଲା ଟା ସିଝିବା ପାଇଁ ବି ଟିକେ ଟାଇମ ଲାଗିବ, ତ ତାକୁ ମୁଁ ଘୋଡେଇ ଘୋଡେଇ ଏଠି କଷି ଦଉଛି। ଛେଚା ମସଲାର ସ୍ମେଲ ଟା ବହୁତ ବଢିଆ ଆସୁଛି। ଏଠି ମୁଁ 2ଟା ଗୋଟା ରସୁଣ ପକଉଛି, କାରଣ ରସୁଣ ଟା ତରକାରୀରେ ବହୁତ ଭଲ ଲାଗେ। ମଟନ ହଉ କି ଚିକେନ ହଉ, ସେ ଝୋଳରେ ରସୁଣ ଟା ସିଝି ଗଲା ପରେ ତାକୁ ଭାତରେ ଚକଟିକି ଖାଇବେ, ବହୁତ ବଢିଆ ଟେଷ୍ଟ ଲାଗିବ। ମସଲା ଟା ହେଇଗଲା ପରେ ଏଠି ମୁଁ ଚିକେନ ପକେଇ ଦଉଛି। ଚିକେନ ତ ଆମର ମ୍ୟାରିନେଟ ହେଇକି ଅଛି। 30 ମିନିଟ ବି ହେଇଗଲାଣି, ତ ମୁଁ ଏଠି ଚିକେନ ପକେଇଦେଲି। ଚିକେନ କୁ ଟିକେ ଭଲସେ ଏପଟ ସେପଟ କରିକି ତାକୁ ମସଲାରେ ପୁରା ଗୋଳେଇ ଦେଲି ଭଲସେ। ତାପରେ ଏଠି ଆଳୁ ପକେଇ ଦଉଛି। ଆଳୁ ଟା ଯେହେତୁ ସିଝିନି, ଖାଲି ଟିକେ ଗୋଲ୍ଡେନ ବ୍ରାଉନ ହେଇକି ଭାଜି ହେଇଛି, ତ ମୁଁ ସେଥିପାଇଁ ଆଳୁ ଟା ପକେଇଦେଲି। ଆଳୁ ଆଉ ଚିକେନ ଏକାଥରେ ସିଝିଯିବ। ଦେଶୀ ଚିକେନ ନର୍ମାଲି ମୁଁ ପ୍ରେସର କୁକର ରେ କରେ, କିନ୍ତୁ ଯେହେତୁ ଛୋଟ ଛୋଟ ପିସ୍ ଅଛି, ତ ଏଇଟା କରେଇରେ ହେଇଯିବ। ତ ଖାଲି ଘୋଡେଇ ଘୋଡେଇକି ବନେଇବାର ଅଛି। ଏଠି ମଝିରେ ମଝିରେ ଟିକେ ଏପଟ ସେପଟ କରିବାର ଅଛି, ନହେଲେ ଲାଗି ଯାଇପାରେ। କାରଣ ପାଣି ଦେଇନି, ଚିକେନ ରୁ ଯେତିକି ପାଣି ଦେଇଛି ସେଇଟା ବି ଟିକେ ଟିକେ କମି ଆସିଲାଣି। ଚିକେନ ସିଝି ବି ଆସିଲାଣି, ଆଉ ବାସ୍ନା ବି ବହୁତ ଭଲ ଆସୁଛି।
ଦେଖନ୍ତୁ କଲର ବି ଆସିଗଲାଣି। ଯେତେ କଷିବେ ତାର କଲରଟା ସେତେ ଆସିବ। ଏଇ ଷ୍ଟେଜରେ ମୁଁ ଟମାଟୋ ପକେଇ ଦଉଛି। ଟମାଟୋ ଏଇ ଷ୍ଟେଜରେ ପକେଇଲେ ବହୁତ ଭଲ ଲାଗିବ। ଟମାଟୋ ପକେଇ ଟିକେ ଏପଟ ସେପଟ କରି ଘୋଡେଇକି ତାକୁ ବନେଇ ଦଉଛି। ଏଠି ଚିକେନ ଟା ପୁରା ପୁରି ସିଝି ବି ଗଲାଣି। ଭଲସେ କଷି ବି ହେଇଗଲାଣି ଆଉ ଚିକେନରେ ଯୋଉ ପାଣିଟା ବାହାରିଥିଲା ସେଇଟା ବି ମରିଗଲାଣି। ଏଠି ମୁଁ ଗରମ ପାଣି କରିକି ରଖିଥିଲି, ସେ ଗରମ ପାଣିଟା ଦେଇ ଦଉଛି ଝୋଳ ପାଇଁ। ତରକାରୀରେ ଗରମ ପାଣିଟା ହିଁ ଦେଲେ ତାର କଲରଟା ଜମା ଚେଞ୍ଜ ହୁଏନି, ଯେମିତି ସେମିତି ରହିବ ଆଉ ଟେଷ୍ଟ ବି ଭଲ ଆସେ। ଗରମ ପାଣି ଦେଇକି ଟିକେ ଏପଟ ସେପଟ କରିକି ଏବେ ହଷ୍ଟେଲ ଷ୍ଟାଇଲ ଚିକେନ ରେଡି। ଝୋଳଟା ଭଲସେ ଫୁଟିଗଲା। ଏବେ ମୁଁ ଟିକେ କସୁରୀ ମେଥି ପକେଇଦେଲି। ବଢିଆ ବାସ୍ନା, ପୁରା ଘର ସାରାକୁ ପୁରା ବାସ୍ନା। ତାପରେ ଏଥିରେ ଧନିଆ ପତ୍ର ପକେଇଦେଲି ଆଉ ଗରମ ମସଲା ପକେଇଦେଲି 1 ସ୍ପୁନ। ଏବେ ରେଡି ହେଇଗଲା ଆମର ହଷ୍ଟେଲ ଷ୍ଟାଇଲ ଚିକେନ ତରକାରୀ। ଭିଡିଓଟି ଭଲ ଲାଗିଥିଲେ ପ୍ଲିଜ ଲାଇକ୍ ଆଣ୍ଡ ସବସ୍କ୍ରାଇବ କରିଦେବେ। ଧନ୍ୟବାଦ।